ରହିଲା କ୍ଷୀର ଚାରିଆଡ଼େ ତ କ୍ଷୀରରୁ ଆମର ଯେଉଁ ଲହୁଣୀରୁ କିମ୍ବା ଆମର ଦହିରୁ ଆମର ଯେଉଁ ବିଭିନ୍ନ ପ୍ରକାର ପ୍ରୋସେସ୍ ଅଛି କ'ଣ କରୁଛୁ ଆମର ଏଇ ଯେଉଁ ଲହୁଣୀ ବାହାର କରିବା ଏଇ ଲହୁଣୀକୁ ଆମର ଗରମ କ୍ଷୀରରେ ବା ତାୱା ରଖିଲେ କ'ଣ ହେବ ଆମର ଘିଅ ପ୍ରସ୍ତୁତ ବିଭିନ୍ନ ପ୍ରୋସେସ୍ ଅଛି କିନ୍ତୁ ଆମର ଟିକେ ଅଲଗା ପ୍ରୋସେସ୍ କଲୁ ନା ଆମର ଯେଉଁ କ୍ଷୀର ଉପରେ ଯେଉଁ ସରଟା ସେ ସର ରଖିଲେ ବି ରଖି ଏଇଟା ପ୍ରାୟ ପାଖାପାଖି ଗୋଟେ ମାସରୁ ଦେଢ଼ ମାସ ରଖିଲା ପରେ ତାକୁ ଆମେ କ'ଣ କଲୁ ପ୍ରଥମେ ଗ୍ରାଇଣ୍ଡର ଜାର୍ରେ କ'ଣ କରିବେ କିଛି ଯେଉଁ ରଖିଥିବେ ଯେଉଁ ସରକୁ ସେଟା ପକାଇବେ ଚୁନ କରି ପକାଇବେ ମିଠା ପକାଇବେ ତାପରେ ଥଣ୍ଡା କରି ପୁରା ଚିଲ୍ ପାଣି ଦେବେ ଚିଲ୍ ପାଣି ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିବେ ଗ୍ରାଇଣ୍ଡିଙ୍ଗ କଲେ କ'ଣ ହେବ ନା ଆମର ଯେଉଁ ଲହୁଣୀରୁ ବା ତୁମ ଯେଉଁ ଆମର ରଖିଲେ ସରରୁ ସେ କ'ଣ ହେବ ପିଓରେଷ୍ଟ ଫର୍ମଟା ସେ ତେଲଟା ବଳେ ଘୋରିଲା ପରେ ତେଲ ସହିତ ପାଣି ଅଲଗା ହେଇଯିବ ସେପାରେସନ୍ ପୁରା ହେଇଯିବ ଦେନ୍ ତାକୁ ହାତରେ ଭଲସେ କାଢ଼ିକି ଚୁପେଇ ଯେମିତି ଗଲା କରି ରଖିଦେବେ କିଛି ସମୟ ଫ୍ରିଜ୍ ରଖିଲା ପରେ ফাঁকা স্থানে রখিলে কিছু প্রবলেম নাই কিছু সময় রখিলা পরে দেখো তলে না আর ভিতরে আହୁରି କିଛି ପାଣି ଅଛି ଏ ଧୀରେ ଧୀରେ ଟିକେ ଏଠି ଧୀରେ ଧୀରେ ବାହାରିଗଲା ପରେ ଏ ପାଣି ବାହାରିଗଲା ପରେ ଆପଣ ଆକୁ ନେଇକି କଡ଼େଇରେ ଆରାମସେ ମାରିପାରିବେ ଏବଂ ମାରିଗଲା ପରେ ପ୍ରସ୍ତୁତ ହେଇଯିବ ଦେଶୀ ଖାଣ୍ଟି ଗୁଆ ଯାହାକି ଦେହ ପାଇଁ ନିରୋଗ ସୁସ୍ଥ ବର୍ତ୍ତମାନ ଯେଉଁ ବଜାରରେ ମିଳୁଛି ରିଫାଇନ୍ ତେଲ ସୋରିଷ ତେଲ ସବୁ ଭେଜାଲ ରିସେଣ୍ଟ ଦେଖିଥିଲେ ନା କେମିତିକା ପନିର କେମିତି କୁଇଣ୍ଟାଲ ପନିର କେମିତିକା ସବୁ ଆମର କ୍ୟାଲସିୟମ କାର୍ବୋନେଟ୍ର ତିଆରି କରାଯାଉଛି ହଁ ତ ଇଏ ହେଉଛି ଘରର ପ୍ରସ୍ତୁତ ଶୁଦ୍ଧ ଗୁଆ ଘିଅ ଆମର କ'ଣ ଆମର ଲହୁଣୀ ଏ ଲହୁଣୀକୁ ଆମେ କ'ଣ କରିବା ନା ଘିଅ ବାହାର କରିବା ଆମେ ଦେଖିବା ପରବର୍ତ୍ତୀ ପିଢ଼ିରେ କେମିତିକା ଆମେ କ'ଣ ଲହୁଣୀରୁ ଆମେ ଘିଅ ବାହାର କରିଛୁ। No, so keep on. Thank you.